ନମସ୍କାର, ଜୟ ଜଗନ୍ନାଥ। ଆଜି ଆମେ ଜଗନ୍ନାଥଙ୍କର ଗୋଟେ ସୁନ୍ଦର କାହାଣୀ ପଢ଼ିବା। ଭକ୍ତ ତିଳଚ୍ଛ ମହାପାତ୍ରଙ୍କ କାହାଣୀ। ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳର କଥା। ପୁରୀ ବଡ଼ ଦେଉଳରେ ତିଳଚ୍ଛ ମହାପାତ୍ର ନାମରେ ଜଣେ ପୂଜକ ଥିଲେ। ସେ ଯେପରି ନିଷ୍ଠାପର, ସେପରି ଧର୍ମପରାୟଣ ଓ ଦୟାଳୁ ହୃଦୟର ଥିଲେ। ଠାକୁରମାନଙ୍କ ସେବା ପୂଜାରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ସେ ସମୟରେ ଠାକୁର ଓ ରାଜା ମନ୍ଦିରକୁ ଆସିଲେ ଠାକୁରଙ୍କ ମୁଣ୍ଡରୁ ଫୁଲ ଗ୍ରହଣ କରି ରାଜବାଟିକାକୁ ଫେରିବାର ପ୍ରଥା ଥିଲା। ଏଥିରେ ତିଳେ ଅନ୍ୟଥା ହେଲେ ପୂଜକଙ୍କୁ ରାଜରୋଷର ଶିକାର ହେବାକୁ ପଡ଼ୁଥିଲା। ଦିନେ କୌଣସି କାରଣରୁ ଠାକୁରଙ୍କ ସେବା ପୂଜାରେ ଟିକିଏ ବିଳମ୍ବ ଘଟିଥାଏ। ହଠାତ୍ ରାଜା ପ୍ରତାପ ରୁଦ୍ରଦେବଙ୍କ ଜୟଧ୍ୱନି ଗଗନ ପବନକୁ ପ୍ରକମ୍ପିତ କଲା। ସେବକମାନେ ଦୌଡ଼ି ଯାଇ ତିଳଚ୍ଛ ମହାପାତ୍ରଙ୍କୁ ରାଜା ଦର୍ଶନକୁ ଆସୁଛନ୍ତି ବୋଲି ଖବର ଦେଲେ। ମହାପାତ୍ରଙ୍କ ବୁଦ୍ଧି ହଜିଗଲା। ରତ୍ନବେଦୀକୁ ଅନାଇ ଦେଖିଲେ ଠାକୁରଙ୍କ ମୁଣ୍ଡରେ ଫୁଲ ନାହିଁ। ଅନ୍ୟ ଉପାୟ ହୋଇ ନିଜ ମୁଣ୍ଡରେ ଥିବା ଫୁଲ ଠାକୁରଙ୍କ ମୁଣ୍ଡ ଉପରେ ଥୋଇଦେଲେ। ହଠାତ୍ ରାଜା ଆସି ଉପସ୍ଥିତ ହେଲେ। ଠାକୁରଙ୍କୁ ପ୍ରଣାମ କରି ଫୁଲ ନେବାକୁ ହାତ ବଢ଼ାଇଲେ। ତିଳଚ୍ଛ ମହାପାତ୍ର ଜଗନ୍ନାଥଙ୍କ ଶିରରୁ ଫୁଲ କାଢ଼ି ରାଜାଙ୍କ ହାତରେ ଦେଲେ। ମହା ଆନନ୍ଦରେ ରାଜା ରାଜବାଟିକୁ ଫେରିଗଲେ। ସନ୍ଧ୍ୟା ସମୟରେ ରାଜା ପ୍ରତାପ ରୁଦ୍ରଦେବ ଠାକୁରଙ୍କ ପ୍ରସାଦ ଫୁଲ ବାହାର କଲେ। ଧୋବ ତରତର ଯାଇ ଫୁଲରେ କେତେଗୋଟି ବାଳ ଦେଖି ସେ କ୍ରୋଧରେ କମ୍ପି ଉଠିଲେ। ପୂଜକ ଠାକୁରଙ୍କ ଶିରରେ ନିଜ ମୁଣ୍ଡରେ ଛଡ଼ା ଫୁଲ ଥୋଇ ମହା ଅପରାଧ କରିଛି, ତାଙ୍କୁ ପ୍ରତାରିତ କରିଛି। ସେ ସଙ୍ଗେ ସଙ୍ଗେ ଦୂତ ପଠାଇ ତିଳଚ୍ଛ ମହାପାତ୍ରଙ୍କୁ ଧରି ଆଣିଲେ। ଜଗନ୍ନାଥଙ୍କ ମୁଣ୍ଡରେ କେବେଠାରୁ ବାଳ ଉଠିଲାଣି ବୋଲି କ୍ରୋଧ ଜର୍ଜରିତ ସ୍ୱରରେ ପ୍ରଶ୍ନ କଲେ। ତିଳଚ୍ଛ ମହାପାତ୍ରଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ବିକଳ ହୋଇ ସେ ଠାକୁରଙ୍କୁ ସ୍ମରଣ କଲେ। ଭାବିଲେ, ଜୀବନ ବଞ୍ଚାଇବାକୁ ମୁଁ ଏଠାରେ ମିଛ କହିବି। ତେଣିକି ଜଗନ୍ନାଥଙ୍କ ଇଚ୍ଛା ଯାହା ତେବେ ହେବ। ସେ କହିଲେ, ମଣିମା, ଆପଣ କ'ଣ ଜାଣିନାହାନ୍ତି? ବହୁତ ଦିନରୁ ଜଗନ୍ନାଥଙ୍କ ମୁଣ୍ଡରେ କେଶ କଅଁଳିଲାଣି। ଏଥିରେ ରାଜା କ୍ରୋଧ ଆହୁରି ବଢ଼ିଗଲା। ସେ କହିଲେ, ତୁମେ ମୋତେ ଏହା ଦେଖାଇ ଦେଇପାରିବ, ନଚେତ୍ ତା'ର ପରିଣାମ ଭୋଗ କରିବ। କାଲି ମନ୍ଦିରକୁ ଗଲେ ଦେଖାଇ ଦେବି ବୋଲି ମହାପାତ୍ର କହିଲେ। ରାଜା ମହାପାତ୍ରଙ୍କୁ ଛାଡ଼ିଦେଲେ। ଦୁଃଖିତ ହୋଇ ତିଳଚ୍ଛ ମହାପାତ୍ର ମନ୍ଦିରକୁ ବାହୁଡ଼ି ଆସିଲେ। ଠାକୁରଙ୍କୁ ଗୁହାରି ଜଣାଇଲେ। ରାତି ପାହିଲେ ରାଜାଙ୍କ ଦ୍ୱାରା ମୁଣ୍ଡ କାଟ ହେବା ଅପେକ୍ଷା ତୁମେ ଚକ୍ରରେ ମୋର ମୁଣ୍ଡ କାଟିଦିଅ ବୋଲି ଠାକୁରଙ୍କୁ ନିବେଦନ କଲେ। ଶେଷରେ ମନ୍ଦିର କବାଟ କିଳି ଘରକୁ ଫେରିଲେ। ହଳାହଳ ବିଷ ଆଣି ପାଖରେ ରଖିଲେ। ଜଗନ୍ନାଥଙ୍କ ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ଓ ଭକ୍ତି ଥିଲା। ରାତି ଭିତରେ ଯଦି କିଛି ନ କରନ୍ତି, ରାତି ପାହିଲେ ବିଷପାନ କରିବେ ବୋଲି ନିଷ୍ପତ୍ତି ନେଲେ। କାତର କଣ୍ଠରେ ଭଗବାନଙ୍କୁ ଡାକି ଡାକି ଉପାସରେ ଶୋଇପଡ଼ିଲେ। ଭାବଗ୍ରାହୀ ଭଗବାନ ଭକ୍ତର ଆକୁଳ ଡାକ ଶୁଣିଲେ। ସ୍ୱପ୍ନରେ ତିଳଚ୍ଛ ମହାପାତ୍ରଙ୍କୁ ଦର୍ଶନ ଦେଇ କହିଲେ, ମୋ ପରା ପ୍ରଭୁ ଥାଉ ଥାଉ ତୋର ଡର କାହାକୁ? ଶହ ଶହ ରାଜା ଆସିଲେ ବି ତୋର କିଛି କରିପାରିବେ ନାହିଁ। ତୁ ପରା ମୋର ଜୀବନ। ଭକ୍ତଠାରେ ମୋର ମନ ପ୍ରାଣ ବନ୍ଧା ପଡ଼ିଥାଏ। ଏହା ତ ତୁ ଭଲ ଭାବରେ ଜାଣିଛୁ। ରାତ୍ରି ଥାଉ ଥାଉ ମୋ ଶ୍ରୀମନ୍ଦିରକୁ ଆ। ଦେଖିବୁ ମୋ ମୁଣ୍ଡରେ କେତେ କେଶ। ଏହା ରାଜାଙ୍କୁ ଦେଖାଇବୁ। ଏହାପରେ କ'ଣ ହେବ ସ୍ୱଚକ୍ଷୁରେ ଦେଖିବୁ। ହଠାତ୍ ତିଳଚ୍ଛ ମହାପାତ୍ରଙ୍କ ନିଦ ଭାଙ୍ଗିଗଲା। ଦେଖିଲେ ପାଖରେ କେହି ନାହାନ୍ତି। ଏହା ଠାକୁରଙ୍କ ଅପାର କରୁଣା ବୋଲି ସେ ଜାଣିପାରିଲେ। ରାତି ପାହିବାକୁ 1 ପ୍ରହର ବାକି ଥାଏ। ମନ୍ଦିରରେ ପ୍ରବେଶ କଲେ। ଦୀପ ଲଗାଇ ଠାକୁରଙ୍କୁ ଦର୍ଶନ କଲେ। ଏ କ'ଣ? ଜଗନ୍ନାଥଙ୍କ ମୁଣ୍ଡରେ କଳା ଭଅଁର ଭଳି କେଶ। କାନ୍ଦି କାନ୍ଦି ଠାକୁରଙ୍କ ପାଦତଳେ ଲୋଟିଗଲେ ତିଳଚ୍ଛ ମହାପାତ୍ର। ତାଙ୍କ ପରି ଜଣେ ଇତର ଲୋକ ପାଇଁ ଠାକୁରଙ୍କ ଏତେ ଦୟା ଦେଖି ସେ ଭାବବିହ୍ୱଳ ହୋଇପଡ଼ିଲେ। ଠାକୁରଙ୍କ ସେବା ପୂଜାରେ ଲାଗି ପଡ଼ିଲେ ସେ। ସକାଳ ସୈନ୍ୟସାମନ୍ତଙ୍କ ଗହଣରେ ରାଜା ପ୍ରତାପ ରୁଦ୍ରଦେବ ଶ୍ରୀମନ୍ଦିରରେ ଉପସ୍ଥିତ ହେଲେ। ଠାକୁରଙ୍କୁ ଦର୍ଶନ କରି ଯାହା ଦେଖିଲେ, ସେଥିରେ ସେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲେ ନାହିଁ। ଠାକୁରଙ୍କ ମୁଣ୍ଡରେ କଳା କେଶ ପିଠି ଯାଏ ଲମ୍ବିଛି। କି ଅପୂର୍ବ ସେ ଗଭା! ତାଙ୍କ ମନରେ ସନ୍ଦେହ ହେଲା। ସେ କହିଲେ, ମହାପାତ୍ରେ, ଦଣ୍ଡରୁ ତ୍ରାହି ପାଇବା ପାଇଁ ତୁମେ ଯଉଁ ବା କୌଣସି ଅଠା ସାହାଯ୍ୟରେ ଠାକୁରଙ୍କ ମୁଣ୍ଡରେ କେଶ ଖଞ୍ଜିଛ, ସତ କୁହ, ଘଟଣା କ'ଣ?
ହାତ ଯୋଡ଼ି ତିଳଚ୍ଛମ ମହାପାତ୍ର କହିଲେ, ନା ମହାରାଜ, ଏହା ଠାକୁରଙ୍କ ପ୍ରକୃତ କେଶ। ରାଗ ତମ ତମ ହୋଇ ରାଜା ଠାକୁରଙ୍କ ମୁଣ୍ଡରୁ କିଛି କେଶ ଉପାଡ଼ି ଆଣିଲେ। ଏ କ'ଣ? ଠାକୁରଙ୍କ ମୁଣ୍ଡରୁ ରକ୍ତର ସୁଅ ଛୁଟିଲା। ମହାରାଜ ସଙ୍ଗେ ସଙ୍ଗେ ଠାକୁରଙ୍କ ପାଦ ତଳେ ଲୋଟି ପଡ଼ିଲେ। ନିଜର ଅପରାଧ ପାଇଁ କ୍ଷମା ପ୍ରାର୍ଥନା କଲେ। ଏହାପରେ ତିଳଚ୍ଛମ ମହାପାତ୍ରଙ୍କ ପାଦ ତଳେ ପଡ଼ି ନିଜର କୃତକର୍ମ ପାଇଁ ତାଙ୍କୁ କ୍ଷମା ମାଗିଲେ। ଭକ୍ତ ଓ ଭଗବାନଙ୍କ ଯେ ଏହା ଏକ ଦୃଢ଼ କଣ୍ଠରେ ଘୋଷଣା କଲେ। ରାଜାଙ୍କୁ ଉଠାଇ ତିଳଚ୍ଛମ ମହାପାତ୍ର ସବୁ ପ୍ରଭୁଙ୍କ ମହିମା ବୋଲି କହିଲେ। ଏହାପରେ ଦୁହେଁ ଠାକୁରଙ୍କୁ ଅନାଇ ଦେଖିଲେ, ତାଙ୍କ ମୁଣ୍ଡରେ ଆଉ ବାଳ ନାହିଁ। ପ୍ରଭୁଙ୍କର ଅପୂର୍ବ ଲୀଳା ସ୍ମରଣ କରି ଦୁହେଁ ତାଙ୍କ ପାଦ ତଳେ ଲୋଟି ପଡ଼ିଲେ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ସାହାଯ୍ୟରେ ନିଶ୍ଚୟ ଜଣାଇବେ। ରହିଲି, ଜୟ ଜଗନ୍ନାଥ।